ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ବୀର ବାଲ ଦିବସ ପାଳନ ଅବସରରେ ନୂଆଦିଲ୍ଲୀଠାରେ ଆଜି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଭାରତ ମଣ୍ଡପମ୍ଠାରେ ମନୋନୀତ ଶିଶୁଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଆଜି ଆତଙ୍କବାଦ ନିରୋଧୀ ସମ୍ମିଳନୀକୁ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ୱାନ ଦେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଅଣ-ମୁସଲମାନଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରୁଛି ବୋଲି ଅଭିଯୋଗ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା। ଏବଂ ତିରୁବନନ୍ତପୁରମ୍ଠାରେ ଆଜି ଖେଳାଯିବ ଭାରତ ଶ୍ରୀଲଙ୍କା ମହିଳା ଟି-20 କ୍ରିକେଟ୍ ସିରିଜ୍ର ତୃତୀୟ ମ୍ୟାଚ୍। ବୀର ବାଲ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀଠାରେ ଆଜି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିବେ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 18ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 20 ଜଣ ଶିଶୁଙ୍କୁ ଏଥିପାଇଁ ମନୋନୀତ କରାଯାଇଛି। ସାହସ, କ୍ରୀଡ଼ା ଏବଂ ସାମାଜିକ ସେବା କ୍ଷେତ୍ରରେ ଶ୍ରେଷ୍ଠ ପ୍ରତିପାଦନ କରିଥିବା ଶିଶୁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ଦୁଇ ପୁତ୍ର ସାହେବଜାଦେ ବାବା ଜୋରୱାର ସିଂହଜୀ ଏବଂ ବାବା ଫତେହ ସିଂହ ଜୀଙ୍କ ଅଦମ୍ୟ ସାହସ ଏବଂ ବଳିଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ଡିସେମ୍ବର 26 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଖୁବ୍ ଅଳ୍ପ ବୟସରେ ନିଜକୁ ଉତ୍ସର୍ଗ କରିଥିବା ଏହି ସାହେବଜାଦେଙ୍କ ଜୀବନୀ ଭାରତର ଇତିହାସରେ ଏକ ମର୍ମସ୍ପର୍ଶୀ ଅଧ୍ୟାୟ। ଗତ 2022 ଜାନୁଆରୀ ମାସରେ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ପ୍ରକାଶ ପର୍ବ ପାଳନ ଅବସରରେ ବୀର ବାଲ ଦିବସ ପାଳନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଏହି ଅବସରରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜି ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ ଶିଶୁଙ୍କ ସହ ପ୍ରଧାନମନ୍ତ୍ରୀ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ନୂଆଦିଲ୍ଲୀରେ ଆଜି ଆତଙ୍କବାଦ ନିରୋଧୀ ସମ୍ମିଳନୀକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉଦ୍ଘାଟନ କରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଦୁଇଦିନିଆ ସମ୍ମିଳନୀ ଜାତୀୟ ସୁରକ୍ଷାକୁ ପ୍ରଭାବିତ କରୁଥିବା ତଥା ଆତଙ୍କବାଦରୁ ସୃଷ୍ଟ ଆହ୍ୱାନଗୁଡ଼ିକ ଉପରେ ଆଲୋଚନା ପାଇଁ ଏକ ମଞ୍ଚ ପ୍ରଦାନ କରିବ। ଆତଙ୍କବାଦ ନିରୋଧ କାର୍ଯ୍ୟରେ ନିୟୋଜିତ ସୁରକ୍ଷା ବାହିନୀ, ବୈଷୟିକ ଗୋଷ୍ଠୀ, ଆଇନଗତ ଏବଂ ଫରେନ୍ସିକ୍ ବିଶେଷଜ୍ଞ ଏହି ବୈଠକରେ ମତ ବିନିମୟ କରିବେ। ଆତଙ୍କବାଦ ଆହ୍ୱାନର ମୁକାବିଲା ପାଇଁ ଏକ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତ କରିବା ଏବଂ ବିଭିନ୍ନ ଅଂଶୀଦାରଙ୍କୁ ସାମିଲ କରି ଏକ ବ୍ୟାପକ ବିକଶିତ ଭିତ୍ତି ପ୍ରସ୍ତୁତ କରିବା ଉପରେ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହେବ ବୋଲି ମନ୍ତ୍ରଣାଳୟ କହିଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ତଥା ବିଶ୍ୱସ୍ତରୀୟ ପଦକ୍ଷେପଗୁଡ଼ିକ ଉପରେ ଏହି ବୈଠକରେ ସ୍ୱତନ୍ତ୍ର ଅଧିବେଶନମାନ ଆୟୋଜିତ ହେବାର କାର୍ଯ୍ୟସୂଚୀ ରହିଛି ବୋଲି ମନ୍ତ୍ରଣାଳୟ କହିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରାଯାଇଛି। ଓଡ଼ିଶାରେ ଶୀର୍ଷ ମାଓ ବିରୋଧୀ ବାହିନୀର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର କ୍ରିୟାନୁଷ୍ଠାନ ଗୋଷ୍ଠୀ ଏସ୍ଓଜିର ଏକ ଅତ୍ୟାଧୁନିକ କେନ୍ଦ୍ର ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ହୋଇଛି। ଚନ୍ଦକାଠାରେ ଏହି ଅତ୍ୟାଧୁନିକ ମାଓବାଦୀ ନିରୋଧୀ ତାଲିମ ପ୍ରତିଷ୍ଠାନ ଏବଂ ମତ ବିନିମୟ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଉଦ୍ଘାଟନ କରିଛନ୍ତି। 16ଟି ଜିଲ୍ଲାର 16ଟି ପୁଲିସ୍ ଷ୍ଟେସନ, 17ଟି ପୁଲିସ୍ ଆବାସସ୍ଥଳୀ, ଅସ୍ତ୍ରାଗାର, କାର୍ଯ୍ୟାଳୟ ଏବଂ ପ୍ରଶାସନିକ କୋଠାକୁ ମଧ୍ୟ ଶ୍ରୀ ମାଝୀ ଏହି ଅବସରରେ ଉଦ୍ଘାଟନ କରିଛନ୍ତି। ଚନ୍ଦକାଠାରେ ପ୍ରତିଷ୍ଠିତ ନୂତନ ତାଲିମ ଏବଂ ମତ ବିନିମୟ କେନ୍ଦ୍ରରେ ଏକକାଳୀନ 400 ଜଣ କର୍ମଚାରୀଙ୍କୁ ତାଲିମ ପ୍ରଦାନର ବ୍ୟବସ୍ଥା ରହିଛି। ମାଓ ବିରୋଧୀ ଅଭିଯାନରେ ଏସ୍ଓଜିଙ୍କ ଭୂମିକାକୁ ପ୍ରଶଂସା କରି ଶ୍ରୀ ମାଝୀ କହିଛନ୍ତି, ହିଂସାରେ ଜଡ଼ିତ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ପ୍ରତିବଦ୍ଧ। ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ସହିତ ରାଜ୍ୟର ବିକାଶରେ ଅଂଶଗ୍ରହଣ କରିବାକୁ ଶ୍ରୀ ମାଝୀ ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ସୁଦ୍ଧା ଓଡ଼ିଶାକୁ ମାଓମୁକ୍ତ କରିବା ଲକ୍ଷ୍ୟ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ମାଲକାନଗିରି ଜିଲ୍ଲାରେ ନିକଟରେ 22 ଜଣ ମାଓବାଦୀଙ୍କ ଆତ୍ମସମର୍ପଣ ଏ କ୍ଷେତ୍ରରେ ଏକ ଉତ୍ସାହଜନକ ପଦକ୍ଷେପ ବୋଲି ଶ୍ରୀ ମାଝୀ ବର୍ଣ୍ଣନା କରିଛନ୍ତି। ଏସ୍ଓଜି ଏବଂ ଅନ୍ୟ ମାଓ ବିରୋଧୀ ସଂସ୍ଥାଗୁଡ଼ିକର କର୍ମଚାରୀଙ୍କ ପାଇଁ ଆପତ୍କାଳୀନ ଭତ୍ତା ସମ୍ପର୍କରେ ଶ୍ରୀ ମାଝୀ ଏହି ଅବସରରେ ଘୋଷଣା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଫେସର ମହମ୍ମଦ ୟୁନୁସ୍ଙ୍କ ନେତୃତ୍ୱାଧୀନ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର
ଅଣମୁସଲମାନଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରୁଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଅଭିଯୋଗ କରିଛନ୍ତି। ଆୱାମୀ ଲିଗ୍ର ନେତା ହସିନା କହିଛନ୍ତି, ବେଆଇନ ଭାବେ କ୍ଷମତା ଦଖଲ କରିଥିବା ବର୍ତ୍ତମାନର ଶାସକ ଗୋଷ୍ଠୀ ଗତ ସପ୍ତାହରେ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ପରିପ୍ରେକ୍ଷୀରେ ଏହି ଘଟଣା ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି। ଖ୍ରୀଷ୍ଟମାସ ଅବସରରେ ଗତକାଲି ଏକ ବାର୍ତ୍ତାରେ ଶେଖ୍ ହସିନା ଅଣମୁସଲମାନ ସମ୍ପ୍ରଦାୟର ଲୋକଙ୍କ ନିଜସ୍ୱ ଧର୍ମ ପାଳନ କରିବା ଉପରେ ୟୁନୁସ୍ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ହସ୍ତକ୍ଷେପ କରୁଛନ୍ତି ବୋଲି ସେ କହିଛନ୍ତି। ବାଂଲାଦେଶର ନାଗରିକ ଏହି ଅନ୍ଧକାର ସମୟକୁ ଅଧିକ ଦିନ ବଳବତ୍ତର ରହିବାକୁ ଦେବେ ନାହିଁ ବୋଲି ଶେଖ୍ ହସିନା ଆଶାବ୍ୟକ୍ତ କରିଛନ୍ତି। ଗତବର୍ଷ ଅଗଷ୍ଟରେ ହସିନା ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପରେ ବାଂଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବିରୁଦ୍ଧରେ ଘଟୁଥିବା ଘଟଣା ହିନ୍ଦୁ ସମ୍ପ୍ରଦାୟଙ୍କୁ ପ୍ରଭାବିତ କରିଛି। ଗତ ସପ୍ତାହରେ ମୟମନସିଂହ ସହରରେ ଜଣେ 25 ବର୍ଷୀୟ ହିନ୍ଦୁ କର୍ମୀଙ୍କୁ ହତ୍ୟା କରାଯାଇଥିଲା। ଆମେରିକା H-1B ଭିସା ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ଭାରତୀୟ ପ୍ରଯୁକ୍ତିବିଦ୍ୟା ବୃତ୍ତିଗତ ଏବଂ ପ୍ରବାସୀ ଭାରତୀୟ ପରିବାରଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ସ୍ୱରାଷ୍ଟ୍ର ସୁରକ୍ଷା ବିଭାଗ କହିଛି। ଭବିଷ୍ୟତରେ ଏହି ଭିସା ପାଇଁ ଚୟନ ଲଟେରୀ ପରିବର୍ତ୍ତେ ମଜୁରୀ ସ୍ତର ଉପରେ ଆଧାରିତ ହେବ ବୋଲି ବିଭାଗ କହିଛି। ଏଭଳି ନିୟମ ଆମେରିକୀୟ କର୍ମଚାରୀଙ୍କ ମଜୁରୀ, କାର୍ଯ୍ୟ ପରିସ୍ଥିତି ଏବଂ ନିଯୁକ୍ତି ସୁଯୋଗକୁ ସୁରକ୍ଷା ପ୍ରଦାନ କରିବା ସହ ଉଚ୍ଚ କୁଶଳୀ ଏବଂ ଉଚ୍ଚଶିକ୍ଷିତ କର୍ମଚାରୀଙ୍କ ପଦବୀକୁ ମଧ୍ୟ ହ୍ରାସ କରିବ ବୋଲି ବିଭାଗ ଆଶଙ୍କା ବ୍ୟକ୍ତ କରିଛି। ଭାରତୀୟ ନାଗରିକଙ୍କ ପାଇଁ ଏଭଳି ପରିବର୍ତ୍ତନ ସୃଷ୍ଟି କରିବାକୁ ଥିବା ଆହ୍ୱାନଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଉତ୍ତର ପୂର୍ବ ଲେବାନନରେ ଇସ୍ରାଏଲ୍ ସେନା ଆକ୍ରମଣରେ କୁଦ୍ସ ଗୋଷ୍ଠୀର ଜଣେ ବରିଷ୍ଠ କମାଣ୍ଡରଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଏବଂ ସିନବେଟ୍ ସୁରକ୍ଷା ସଂସ୍ଥା ଏକ ମିଳିତ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି। ଇରାନର ଇସ୍ଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସର ବିଦେଶ ଶାଖା ଅପରେସନ୍ ୟୁନିଟ୍ର ଜଣେ ଶୀର୍ଷ କମାଣ୍ଡର ହୁସେନ ମହମୁଦ ମାର୍ସଦ ଅଲ୍ ଜାୱାଭାରିଙ୍କ ଏହି ଆକ୍ରମଣରେ ମୃତ୍ୟୁ ହୋଇଛି। ଇସ୍ରାଏଲ୍ ବିରୁଦ୍ଧରେ ଆତଙ୍କବାଦ କାର୍ଯ୍ୟକଳାପକୁ ଅଧିକ ଗତିଶୀଳ କରିବାରେ ସିରିଆ ଲେବାନନ କ୍ଷେତ୍ରରେ ଜୱାହାରି ସାମିଲ ଥିଲେ ବୋଲି ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ କହିଛି। ଇସ୍ରାଏଲ୍ ବିରୁଦ୍ଧରେ ଇରାନ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେବାରେ ଜୱାହାରି ହିଁ ମୁଖ୍ୟ ରହିଥିଲେ। ଇସ୍ରାଏଲ୍ ସେନା ଆକ୍ରମଣରେ ଜୱାହାରିଙ୍କ ମୃତ୍ୟୁ ସଂକ୍ରାନ୍ତ ଏକ ଡ୍ରୋନ୍ ଫୁଟେଜ୍ ମଧ୍ୟ ଜାରି କରାଯାଇଛି। ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ଚାରଚୋମା ଗ୍ରାମଠାରେ ଭାରତ ନେପାଳ ସୀମା ଅନ୍ତର୍ଗତ କାଳୀନଦୀ ଉପରେ ନିର୍ମିତ ମୋଟର ସେତୁର ଯାଞ୍ଚ କରାଯାଇଛି। ଭାରତରେ ଅବସ୍ଥାପିତ ନେପାଳର ରାଷ୍ଟ୍ରଦୂତ ଶଙ୍କର ପ୍ରସାଦ ଶର୍ମା ଗତକାଲି ଏହି ସେତୁକୁ ଯାଞ୍ଚ କରିବା ପରେ କହିଛନ୍ତି, ଏଠାରେ ଖୁବ୍ ଶୀଘ୍ର ବାଣିଜ୍ୟିକ କାର୍ଯ୍ୟକଳାପ ଆରମ୍ଭ କରାଯିବ। ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବାରେ ଏହି ସେତୁ ସହଯୋଗ ପ୍ରଦାନ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଉତ୍ତରାଖଣ୍ଡର ଚମ୍ପୱାଟ ଜିଲ୍ଲାର ବନବାସାଠାରେ ଭାରତ ନେପାଳ ସୀମାରେ ପ୍ରଥମ ସେତୁ ନିର୍ମିତ ହୋଇଥିଲା। ଉତ୍ତରାଖଣ୍ଡ ରାଜ୍ୟ PWD କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ଅରୁଣ କହିଛନ୍ତି, ଆସନ୍ତା ମାର୍ଚ୍ଚ ସୁଦ୍ଧା ରାଜପଥରୁ ସେତୁ ପର୍ଯ୍ୟନ୍ତ 150 ମିଟର ଯୋଗାଯୋଗ ସଡ଼କପଥ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନେଇ ଲକ୍ଷ୍ୟ ରଖାଯାଇଛି। ସେତୁ ଅପର ପାର୍ଶ୍ୱରେ ନେପାଳ ପକ୍ଷରୁ ମଧ୍ୟ ମାର୍ଚ୍ଚ ସୁଦ୍ଧା ଯୋଗାଯୋଗ ପଥ ସମ୍ପୂର୍ଣ୍ଣ ହେବ ବୋଲି ସେ ସୂଚନା ଦେଇଛନ୍ତି। ନିବେଶ ପ୍ରକ୍ରିୟାକୁ ସହଜ ତଥା ବଜାର କ୍ଷେତ୍ରକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ପୁଞ୍ଜିବଜାର ନିୟାମକ ସଂସ୍ଥା ସେବି ଏକ ସଂସ୍କାରମୂଳକ ପଦକ୍ଷେପ ଘୋଷଣା କରିଛି। ମୌଳିକ ସେବା ଡିମାଟ୍ ଆକାଉଣ୍ଟ ଏବଂ ଡୁପ୍ଲିକେଟ୍ ସିକ୍ୟୁରିଟିଜ୍ ଜାରିକୁ ଏଥିରେ ସାମିଲ କରାଯାଇଛି। ତ୍ୱରିତ, ଅଧିକ ଦକ୍ଷ ଏବଂ ନିବେଶକଙ୍କ ଅନୁକୂଳ କରିବା ଲକ୍ଷ୍ୟ ନେଇ ଡୁପ୍ଲିକେଟ୍ ସିକ୍ୟୁରିଟିଜ୍ ଜାରି ପ୍ରକ୍ରିୟାକୁ ଅଧିକ ସରଳୀକୃତ କରାଯାଇଛି। ପୂର୍ବରୁ ଥିବା ଆର୍ଥିକ ସୀମାକୁ ଦ୍ୱିଗୁଣିତ କରାଯାଇ 10 ଲକ୍ଷ ଟଙ୍କା କରାଯାଇଛି। ସଂଶୋଧିତ ପ୍ରକ୍ରିୟା ଅନୁଯାୟୀ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ସିକ୍ୟୁରିଟି ରହୁଥିବା ନିବେଶକଙ୍କୁ ଏବେ କାଗଜପତ୍ର କମ୍ ଦାଖଲ କରିବାକୁ ପଡ଼ିବ। ଏହାଦ୍ୱାରା ଅସଙ୍ଗତି ଦୂର ହେବା ସହିତ ପ୍ରକ୍ରିୟାଗତ ଆହ୍ୱାନଗୁଡ଼ିକର ମୁକାବିଲା ହୋଇପାରିବ। ମୌଳିକ ସେବା ଡିମାଟ୍ ଆକାଉଣ୍ଟ ନିବେଶ ପ୍ରକ୍ରିୟାକୁ ସରଳ କରିବା ସହିତ ନିବେଶକାରୀଙ୍କ ଅଂଶଗ୍ରହଣକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ। ଏହାଦ୍ୱାରା ବଜାର କ୍ଷେତ୍ର ଅଧିକ ଗତିଶୀଳ ହେବ ବୋଲି ସେବି ପକ୍ଷରୁ କୁହାଯାଇଛି। ଭାରତ ଶ୍ରୀଲଙ୍କା ଚଳିତ 5ଟିକିଆ ସିରିଜ୍ ମହିଳା T20 କ୍ରିକେଟ୍ ପ୍ରତିଯୋଗିତାର ତୃତୀୟ ମ୍ୟାଚ୍ ଆଜି ଥିରୁବନନ୍ତପୁରମ୍ଠାରେ ଖେଳାଯିବ। ଗ୍ରୀନ୍ଫିଲ୍ଡ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7ଟାରେ ଆରମ୍ଭ ହେବ। ବିଶାଖାପଟ୍ଟନମ୍ଠାରେ ଅନୁଷ୍ଠିତ ପ୍ରଥମ ଦୁଇଟି ମ୍ୟାଚ୍ରେ ଭାରତ ବିଜୟୀ ହୋଇ 2-0ରେ ସିରିଜ୍ରେ ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ରେ ଭାରତ 8 ୱିକେଟ୍ରେ ଏବଂ ଦ୍ୱିତୀୟ ମ୍ୟାଚ୍ରେ 7 ୱିକେଟ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବୀର ବାଲ୍ ଦିବସ ପାଳନ ଅବସରରେ ନୂଆଦିଲ୍ଲୀଠାରେ ଆଜି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଭାରତ ମଣ୍ଡପମ୍ଠାରେ ମନୋନୀତ ଶିଶୁଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଆଜି ଆତଙ୍କବାଦ ନିରୋଧୀ ସମ୍ମିଳନୀକୁ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ୱାନ ଦେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ।
ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଅଣମୁସଲମାନଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରିଛି ବୋଲି ଅଭିଯୋଗ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏବଂ ଥିରୁବନନ୍ତପୁରମ୍ଠାରେ ଆଜି ଖେଳାଯିବ ଭାରତ ଶ୍ରୀଲଙ୍କା ମହିଳା ଟି-20 କ୍ରିକେଟ୍ ସିରିଜ୍ର ତୃତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।